मेघमाळारे शीघ्र आगमन କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଛୁ। ସେଥିପାଇଁ ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ସେ ପ୍ରତି ସମୟରେ ଆମମାନଙ୍କୁ ସେ ବାକ୍ୟ ଦେଉଅଛନ୍ତି। ତାହା ସହିତ ଆପଣ ସମସ୍ତଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣମାନେ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ କରୁଛନ୍ତି ଓ ଆପଣମାନଙ୍କର ବହୁମୂଲ୍ୟ କମେଣ୍ଟସ୍ ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କର କମେଣ୍ଟସ୍ ଗୁଡ଼ିକ ଆମମାନଙ୍କୁ ଉତ୍ସାହିତ କରୁଛି ଯେ ପ୍ରକାର କି ଆମମାନେ ପ୍ରଭୁଙ୍କର ସେବାକୁ ଆହୁରି ଅଧିକ ସକ୍ରିୟ ଭାବରେ ଆମେ କରିପାରୁଛୁ। ଯଦି ଆଜିର ସନ୍ଦେଶ ଦ୍ୱାରା ଆପଣମାନେ ଆଶୀର୍ବାଦ ପାଉଛନ୍ତି ତାହେଲେ କମେଣ୍ଟସ୍ କରିବାକୁ ଭୁଲିବେ ନାହିଁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଏହି ଚାରୋଟି ପ୍ରେମ ମନୁଷ୍ୟକୁ ବର୍ବାଦ କରିଦିଏ। ଏହି ଚାରୋଟି ପ୍ରେମ ମନୁଷ୍ୟକୁ ନଷ୍ଟ କରିଦିଏ। ମନୁଷ୍ୟକୁ ନଷ୍ଟ କରୁଥିବା ଚାରୋଟି ପ୍ରେମ, ସେହି ବିଷୟରେ ମୁଁ ଅଳ୍ପ ସମୟ ଧରି ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଚାହେଁ। ପ୍ରଥମ ବିଷୟ ଆମେ ଦେଖିବା 2 ତିମୋଥୀ 3 ଅଧ୍ୟାୟ ଏହାର 1 ପଦରୁ। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ, କାରଣ ଲୋକମାନେ ଆତ୍ମପ୍ରିୟ। ଦେଖନ୍ତୁ, এই ଶେଷ ସମୟରେ ବାସ କରୁଛୁ ଯେ ଆମ୍ଭେମାନେ ଏହି ଶେଷ ସମୟରେ ଲୋକମାନଙ୍କ ଜୀବନରେ ଗୋଟିଏ ପ୍ରେମ ଆସିବ, ତାହାକୁ କୁହାଯାଏ ଆତ୍ମପ୍ରେମ। ନିଜକୁ ପ୍ରେମ, ନିଜର ସବୁ ବିଷୟକୁ ଲୋକମାନେ ପ୍ରେମ କରିବେ। ନିଜକୁ ଦେଖେଇ ହେବା ପାଇଁ, ନିଜକୁ ଆଗକୁ ବଢ଼େଇବା ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କର ଉତ୍ସାହ କରିବା, ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସମ୍ମାନ ଦେବା, ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା, ଏସବୁ ନାହିଁ। ସେମାନଙ୍କର ଏ ପ୍ରକାର ହେବ ଯେ ଶେଷ ସମୟରେ ଲୋକମାନେ ନିଜକୁ ବହୁତ ପ୍ରେମ କରିବେ। ଆତ୍ମପ୍ରେମ, ମୋର ସବୁ ଠିକ୍, ଅନ୍ୟମାନେ କିଛି ପ୍ରଶଂସା ପାଇବେ ନାହିଁ, ମୁଁ ହିଁ ପ୍ରଶଂସା ପାଇବି, ମୁଁ ହିଁ ଗୌରବ ପାଇବି। ମୋତେ ପ୍ରଶଂସା କରନ୍ତୁ, ମୋତେ ଗୌରବ ଦିଅନ୍ତୁ, ମୋତେ ଉଚ୍ଚ ଜାଗା ଦିଅନ୍ତୁ, ମୋର 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 ଏଇଟା ହେଉଛି ଆତ୍ମପ୍ରେମ। ପ୍ରିୟମାନେ, ଯେଉଁ ସମୟରେ ଦାଉଦ ଗଲିଆତକୁ ବଧ କଲେ, ସେହି ସମୟରେ ଇସ୍ରାଏଲର ସ୍ତ୍ରୀ ଲୋକମାନେ ଗୋଟିଏ ଗୀତ ରଚନା କରି ସେମାନେ ଗାଇଲେ ଯେ ଦାଉଦ ବଧ କଲେ ଅୟୁତ ଅୟୁତ, ଆଉ ସାଉଲ ବଧ କଲେ ସହସ୍ର ସହସ୍ର। ଯେଉଁ ସମୟରେ ସେମାନେ କହିଲେ ଯେ ଦାଉଦ ସାଉଲଙ୍କ ଠାରୁ ଅଧିକ ଲୋକମାନଙ୍କୁ ମାରିଛି, ସେହି ସମୟରେ ସାଉଲ ଈର୍ଷା ହେଇଗଲେ, ରାଗିଗଲେ। କାହିଁକି? ତାଙ୍କୁ ଆତ୍ମପ୍ରିୟ ତାଙ୍କ ଜୀବନରେ ଥିଲା। ମୁଁ ରାଜା, ମୋତେ ସମ୍ମାନ ମିଳିବ, ମୁଁ ପାଳକ, ମୋତେ ସମ୍ମାନ ମିଳିବ, ମୁଁ ବିଶପ, ମୋତେ ସମ୍ମାନ ମିଳିବ, ମୁଁ ବଡ଼ ଲୋକ, ମୋତେ ସମ୍ମାନ ମିଳିବ, ମୁଁ ପୁରୁଣା ଲୋକ, ମୋତେ ସମ୍ମାନ ମିଳିବ, ମୋତେ ସମ୍ମାନ ଦରକାର, ଲୋକମାନେ ମୋତେ ଦେଖନ୍ତୁ, ମୁଁ ଆକର୍ଷଣର କେନ୍ଦ୍ର ହେଇ ରହିବି। ଏହି ପ୍ରକାର ମନୋଭାବ ମନୁଷ୍ୟକୁ ନଷ୍ଟ କରିଦିଏ। ସାଉଲଙ୍କୁ କୋଉ ବିଷୟ ନଷ୍ଟ କଲା? ଈର୍ଷା, ଆତ୍ମପ୍ରେମ, ନିଜକୁ ପ୍ରେମ କରିବା ସାଉଲଙ୍କୁ ଗଦିରେ ରଖିଦେଲା ନାହିଁ, ଗଦିରୁ ତଳକୁ ଓହ୍ଲାଇ ଦେଲା। ସେ ଦାଉଦଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ ଦିନ ରାତି ତାଙ୍କ ପଛରେ ଗୋଡ଼େଇଲେ, ଶେଷରେ ସିଏ ମରିଗଲେ। ପ୍ରିୟମାନେ, କହିବା ପାଇଁ ଚାହେଁ, ଆତ୍ମପ୍ରେମ ଏହି ଶେଷ ଦିନ ମାନଙ୍କରେ ହେବ। ଏହି ପ୍ରେମ ଆପଣଙ୍କୁ ନଷ୍ଟ କରିବ, ଆପଣଙ୍କୁ ବିନଷ୍ଟ କରିବ, ଆପଣଙ୍କର ଜୀବନକୁ ଦୁଃଖରେ ପରିପୂର୍ଣ୍ଣ କରିଦେବ। ଆପଣ ଆତ୍ମପ୍ରେମରୁ ଆପଣ ବାହାରି ଆସନ୍ତୁ। ଆମକୁ ଜୀବନରେ ପ୍ରଭୁ ପ୍ରେମ ରହିବାର ଅଛି। ଆମେ ପ୍ରଭୁ କେନ୍ଦ୍ର ଜୀବନଯାପନ ଆମକୁ କରିପାରିବାର ଅଛି। ତାହା ହେଲେ ଆମମାନଙ୍କ ଖ୍ରୀଷ୍ଟିଆନ ଜୀବନ ବହୁତ ଉତ୍ତମ ରହିବ। ଆମମାନେ ଦ୍ୱିତୀୟ ବିଷୟ ଦେଖିବା, ଧନଲୋଭୀ, ଧନର ପ୍ରେମ। ଶେଷ ଦିନମାନଙ୍କରେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଧନର ପ୍ରେମରେ ପଡ଼ିଯିବେ। ବାଇବଲ କହେ ଯେ ଧନର ଲୋଭ ସମସ୍ତ ଅନିଷ୍ଟର ମୂଳ। ଏହା 1 ତିମୋଥୀ 6 ଅଧ୍ୟାୟର 10 ପଦରେ ଲେଖାଗଲା ଯେ ଧନ ଲୋଭ, ଧନର ପ୍ରେମ ସମସ୍ତ ଅନିଷ୍ଟର ମୂଳ। ବାଇବଲରେ ଆମେ ଦେଖୁଛୁ ହନାନୀୟ ଓ ସଫିରା 2 ଜଣ କି ପ୍ରକାର ମଲେ? ଧନର ଲୋଭ। ଯେଉଁ ସମ୍ପତ୍ତି ବିକ୍ରୟ କଲେ, ସେ ସମ୍ପତ୍ତିର ସବୁ କିଛି ପ୍ରଭୁଙ୍କୁ ଦେଇପାରିଲେ ନାହିଁ। ପ୍ରଭୁ ସବୁ କିଛି ମାଗୁ ମଧ୍ୟ ନଥିଲେ, ମାତ୍ର ସେମାନେ ଅଳ୍ପ ଦେଇ, ଅଳ୍ପ ଲୁଚାଇ ଆମେ ସବୁ ଦେଉଛୁ। ଯେଉଁମାନେ ଧନର ପ୍ରେମ ଲୋକଙ୍କୁ ନଷ୍ଟ କରିଦେଉଛି, ଲୋକଙ୍କୁ ବର୍ବାଦ କରିଦେଉଛି। ଯେଉଁ ଧନ ଆମେ ଧରିକିନା ଯିବା ନାହିଁ, ସେଇ ଧନ ଆଜି ଆମର ଅଛି, କାଲି କାହାର ଅଛି। ସେଇ ଧନର ପ୍ରେମରୁ ଆପଣ ବାହାରି ଆସନ୍ତୁ। ଧନର ପ୍ରେମ ମନୁଷ୍ୟକୁ ନଷ୍ଟ କରିଦିଏ, ମନୁଷ୍ୟକୁ
ବିନାଶ ରୂପ ସାଗରରେ ମଗ୍ନ କରିଦିଏ, ତାହାର ହୃଦୟ ଦୁଃଖରେ ପରିପୂର୍ଣ୍ଣ ହେଇଯାଏ। ଏହା ବାଇବଲ ଆମମାନଙ୍କୁ କହେ। ଆମମାନଙ୍କୁ ଏଇ ପ୍ରେମ ଗୁଡ଼ିକ ଠାରୁ ଆମେ ସାବଧାନ ହେବାର ଅଛି। ଆମ ପାଖରେ ଟଙ୍କା ରହୁ, ଟଙ୍କାର ଶେଯରେ ଆମେ ସହିବା। ଆମ ପାଖରେ ଏତେ ଟଙ୍କା ଥାଉ ଯେ ଗଣି ମଧ୍ୟ ନପାରୁ, ମାତ୍ର ଆମକୁ ତାର ପ୍ରେମ ନ ହେବାର ଅଛି, ଲୋଭ ନ ହେବାର ଅଛି। ଧନର ଲୋଭ ମନୁଷ୍ୟକୁ ନଷ୍ଟ କରିଦିଏ, ମନୁଷ୍ୟକୁ ବର୍ବାଦ କରିଦିଏ। ପ୍ରିୟମାନେ, 3 ନମ୍ବରରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମମାନେ ପଢିବା 2 ତିମୋଥୀ ଏହାର 3 ଅଧ୍ୟାୟ 4 ପଦରେ ଲେଖାଗଲା, ବିଶ୍ୱାସଘାତକତା, ଦୁଃସାହସ, ଦାମ୍ଭିକ ହେବେ ଓ ଈଶ୍ୱର ପ୍ରିୟ ନ ହୋଇ ବିଳାସ ପ୍ରିୟ ହେବେ। ବିଳାସର ପ୍ରେମ, ସୁଖ, ସୁବିଧା, ଆନନ୍ଦ, ଏହି ପ୍ରକାରର ପ୍ରେମ। ପ୍ରିୟମାନେ, ଏଇ ବିଳାସର ପ୍ରେମ, ଏ ଲକ୍ଜରିୟସ୍ ଲାଇଫ ବଞ୍ଚିବାର ଯୋଉ ପ୍ରେମ ମନୁଷ୍ୟକୁ ନଷ୍ଟ କରିଦିଏ। ଆମେ ଦେଖୁଛୁ 2 ସାମୁଏଲ 11 ଅଧ୍ୟାୟରେ ଯୋଉ ସମୟରେ ଲୋକମାନେ ଯୁଦ୍ଧକୁ ଯାଇଥିଲେ, ସେଇ ସମୟରେ ରାଜା ଦାଉଦ ସେ ଘରେ ରହିଲେ, ଯୁଦ୍ଧକୁ ଗଲେ ନାହିଁ। ସେଇଟା ତାଙ୍କର କାଳ ହେଇଗଲା। ଯୋଉ ସମୟରେ ସେ ରାଜା ହେଇନଥିଲେ, ସେଇ ସମୟରେ ଅନେକ ଯୁଦ୍ଧ କରି ଅନେକ ପରିଶ୍ରମ କରୁଥିଲେ, ମାତ୍ର ଯୋଉ ସମୟ ରାଜା ହେଇଗଲେ ତାଙ୍କ ଜୀବନରେ ଲକ୍ଜରିୟସ୍ ଲାଇଫ ପଳେଇ ଆସିଲା। ଲକ୍ଜରିୟସ୍ ଲାଇଫ ପଳେଇବାରୁ ସେ ଯୁଦ୍ଧକୁ ଗଲେ ନାହିଁ, ସେ ଘରେ ଶୋଇଲେ। ଶୋଇ ଛାତ ଉପରକୁ ଗଲେ, ଛାତ ଉପରକୁ ଗୋଟେ ସ୍ତ୍ରୀ ଗାଧଉଥିବାର ସେ ଦେଖିଲେ, ଆଉ ସେଇଟା ତାଙ୍କର ବିନାଶର କାରଣ ହେଲା। ପ୍ରିୟମାନେ, ବିଳାସ, ଏଇ ଯୋଉ ବିଳାସ ପ୍ରେମ, ନୋହ ମଧ୍ୟ ଜାହାଜରେ ଥିଲେ, ଜାହାଜରୁ ବାହାରିଲେ, ଦ୍ରାକ୍ଷାଲତା ଲଗେଇଲେ, ତାହା ପିଇଲେ, ଆଉ ସେ ନିଶାସକ୍ତ ହେଇକିନା ରହିଲେ। এই ବିଳାସର ପ୍ରେମ ମନୁଷ୍ୟକୁ ନଷ୍ଟ କରିଦଉଛି, ମନୁଷ୍ୟକୁ ବର୍ବାଦ କରିଦଉଛି। ପ୍ରିୟମାନେ, ଆମେ ଏହି ବିଳାସ ପ୍ରିୟ ନ ହେଇ, ଆଜି ଲୋକମାନେ ଅଛନ୍ତି ଯେ ଖରା ହଉଛି ଚର୍ଚ୍ଚ ଆଇବେ ନାହିଁ, ବର୍ଷା ହଉଛି ଚର୍ଚ୍ଚ ଆଇବେ ନାହିଁ, ଶୀତ ହଉଛି ଚର୍ଚ୍ଚ ଆଇବେ ନାହିଁ, ଦୂର ହଉଛି ଚର୍ଚ୍ଚ ଆଇବେ ନାହିଁ, ମେଡିକାଲ ଯିବେ, ସ୍କୁଲ ଯିବେ, ସବୁକୁ ଯିବେ। ସେମାନେ ଦିନକୁ 8 ଘଣ୍ଟା ଯାଇ ଡ୍ୟୁଟି କରିପାରିବେ, 8 ଘଣ୍ଟା ପାଠ ପଢିପାରିବେ, ମାତ୍ର ଗୋଟେ ରବିବାର ଦିନ ଚର୍ଚ୍ଚକୁ ଆସିବାକୁ ମଧ୍ୟ ସେମାନଙ୍କୁ କଷ୍ଟ ହେଇଯାଏ। ବିଳାସ ପ୍ରିୟ ମାନେ, ଆମେ ଚର୍ଚ୍ଚ ଯାଉଛୁ, ସେ ଚର୍ଚ୍ଚ ବହୁତ ଗରମ, ଚର୍ଚ୍ଚରେ ଫ୍ୟାନ ନାହିଁ, ବିଭିନ୍ନ ପ୍ରକାର ବାହାନା ଗୁଡ଼ିକ ସେମାନଙ୍କର ଥିବ। ଆଉ ଏଇ ସବୁ ଗୁଡ଼ିକ ମନୁଷ୍ୟକୁ, ଏଇ ପ୍ରକାର ପ୍ରେମ ଗୁଡ଼ିକ ମନୁଷ୍ୟକୁ ନଷ୍ଟ କରୁଛି, ମନୁଷ୍ୟକୁ ବର୍ବାଦ କରୁଛି। ଆଉ ଶେଷରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଉ ଗୋଟିଏ ହେଲା ଅନ୍ୟ ସ୍ତ୍ରୀର ପ୍ରେମ। ହିତୋପଦେଶ 5 ଅଧ୍ୟାୟର 25 ପଦରେ, ତୁମ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ, ଅବା ତାହାର କଟାକ୍ଷରେ ତୁମକୁ ଧରିବାକୁ ଦିଅ ନାହିଁ। ଯେହେତୁ ବେଶ୍ୟା ସକାଶୁ ଅନ୍ନର ଅଭାବ ଘଟାଇ, ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ମହାମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗୟା କରଇ, କେହି ଯେବେ ଆପଣା ବକ୍ଷରେ ସ୍ଥଳରେ ନିଆଁ ରଖେ, ତେବେ ତାହା କଣ ବସ୍ତ୍ର କଣ ପୋଡ଼ିଯିବ ନାହିଁ? ଅବା କେହି ଯେବେ ଜଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କଣ ଫଟକା ହେବ ନାହିଁ? ପ୍ରିୟମାନେ, ଆଜି ଅନେକ ଜଣ ଏଇ ପ୍ରକାର ପ୍ରେମରେ ପଡ଼ି, ଅନ୍ୟ ସ୍ତ୍ରୀର ପ୍ରେମ, ଶାରୀରିକ ଅଭିଳାଷ, ଏଇ ସବୁର ପ୍ରେମ ମନୁଷ୍ୟକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରୁଛି। ଏଇ ଶେଷ ଦିନ ମାନଙ୍କରେ ଆମର ଦାୟିତ୍ୱ ହେଲା ପ୍ରଭୁ ପ୍ରେମୀ ହେବା। ଆମେ ପ୍ରଭୁଙ୍କୁ ଆମେ ପ୍ରେମ କରିବା ଶିଖିବା। ଯେଉଁ ସମୟରେ ଅଧର୍ମ ବୃଦ୍ଧି ପାଏ, ସେଇ ସମୟରେ ପ୍ରେମ ଶିଥିଳ ହେଇଯାଏ। ଆମ ଜୀବନରେ এই 4ଟା ପ୍ରେମ ଠାରୁ ଆମେ ଦୂରକୁ ରହି, ଆମେ ଯଦି ପ୍ରଭୁଙ୍କୁ ଆମେ ପ୍ରେମ କରିବା, ତାହେଲେ ଆମେ କୌଣସି ପ୍ରକାର ଭାବେ ବିନାଶ ହେବା ନାହିଁ, କୌଣସି ପ୍ରକାର ଭାବେ ଆମେ ନଷ୍ଟ ହେବା ନାହିଁ। ଆମେ ଏହି 4 ପ୍ରକାର ପ୍ରେମ ଠାରୁ ଦୂରକୁ ରହି ପ୍ରଭୁଙ୍କ ପ୍ରେମରେ ଆମେ ଆସକ୍ତ ରହିଲେ ଆମର ଜୀବନକୁ ଆମେ ସୁରକ୍ଷିତ କରି ଆମେ ରଖିପାରିବା। ପ୍ରଭୁ ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ଆଜି ଆମମାନଙ୍କୁ କହିଲ, ମନୁଷ୍ୟ ଏଇ 4 ପ୍ରକାର ପ୍ରେମ ପଛରେ ପାଗଳ ଅଟେ, ମାତ୍ର ତୁମେ ଆମକୁ ଏଇ 4 ପ୍ରକାର ପ୍ରେମର ଅପକାରିତା ତୁମେ ଜଣେଇଲ। ଏଇ ପ୍ରକାର 4 ପ୍ରକାର ପ୍ରେମ ମନୁଷ୍ୟକୁ ନଷ୍ଟ କରୁଅଛି। ସେ ପ୍ରେମ ଠାରୁ ଆମେ ଯେ ପ୍ରକାର ଉଦ୍ଧାର ପ୍ରାପ୍ତ ହୋଇ ତୁମ ପ୍ରେମରେ ଆମେ ପଡ଼ିଯିବୁ, ତୁମ ପ୍ରେମ ଆମକୁ ତିଆରି କରେ, ଗଠନ କରେ, ଆମକୁ ଉପରକୁ ନିଏ, ଆମକୁ ପବିତ୍ର କରେ। ସେହି ପ୍ରେମରେ ଆସକ୍ତ ହୋଇ ଜୀବନଯାପନ କରିବୁ ଦୟାକରି ସାହାଯ୍ୟ କର। ଯେଉଁ ଭାଇ ଭଉଣୀମାନେ ଏହି ପ୍ରକାର ପ୍ରେମରେ ଛନ୍ଦି ହୋଇ ନିଜ ଜୀବନରେ କଷ୍ଟ ପାଉଛନ୍ତି, ସେମାନଙ୍କୁ ଦୟାକରି ତୁମେ ଉଦ୍ଧାର କର ପ୍ରଭୁ।
ପ୍ରାର୍ଥନା ଶୁଣିଛ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି ପୁନର୍ବାର ଆସନ୍ତା ଅଧ୍ୟାୟରେ ଆମେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।